ଠାକୁର ବଡ଼ ଅବୋଧ୍ୟ ବସ୍ତୁ, ତାଙ୍କୁ ବୁଝିବା ସହଜ ନୁହେଁ। ମୁଁ ତ ଗଣ୍ଡେ ପାଞ୍ଚଟା ଭୁଲ ତାଙ୍କ ଜୀବନ କଥାରୁ ବାହାର କରିଛି। ଜୀବନ ବିଷୟରେ ପ୍ରତ୍ୟତଃ ଜାଣିବା ଚେଷ୍ଟା ଜାଣିହବ। ଧ୍ୟାନ କରିବାକୁ ପ୍ରତ୍ୟେକଟା ଲୀଳା ଅପୂର୍ବ। ସେ ପିଲାଦିନଙ୍କ କଥା ଛାଡ଼ି ଦିଅ, ପିଲାଦିନେ ଯାହା ଘଟିଥିଲା ସେ ଦୀପ ନେଇକି ଯାଉଥିଲେ, ଆଲୋକ ଭର୍ତ୍ତି ହେଇଗଲା ଚତୁର୍ଦିଗ, ଜ୍ୟୋତିରେ ପୂର୍ଣ୍ଣ ହେଇଗଲା। ଏ ତ ସାଧାରଣ କଥା, କିନ୍ତୁ ହଠାତ୍ ସେଟା ପ୍ରକାଶମାନ ହେଲା। ତାପରେ କଣ ହେଲା, ଥରେ ମୁଁ ଦୁର୍ଗାଚରଣଙ୍କ ପାଖରେ ବର୍ଣ୍ଣନା କରିଥିଲି। ସେତେବେଳେ ଦୁର୍ଗାଚରଣ ନାହିଁ ନା, ସେତେବେଳେ ଇଏ ଥିଲେ ଜୟ ଗୁରୁ ଜୟ ଗୁରୁ ହୃଦାନନ୍ଦ କହିଲେ, ମୁଁ ସେମିତି ଗୋଟେ ଲେକ୍ଚର ଶୁଣି, ସେଟା କିଛି ବିଶେଷ କଥା ନୁହେଁ, ସାଧାରଣ କଥା। କିନ୍ତୁ ମୁଁ ତାକୁ ବର୍ଣ୍ଣନା କରିଥିଲି ଠାକୁରଙ୍କର ସ୍ୱପ୍ନ ଦର୍ଶନ ଗୁଡାଏ। ସେ କେମିତି ସ୍ୱପ୍ନ ଦେଖିଲେ, ସ୍ୱପ୍ନ ଦେଖିବା ପରେ ତାଙ୍କ ଭିତରେ ଯୋଉ ପରିବର୍ତ୍ତନ ହେଲା। ଥରେ ସ୍ୱପ୍ନ ଦେଖନ୍ତି, ଥରେ ପରିବର୍ତ୍ତନ, ଥରେ ସ୍ୱପ୍ନ ଦେଖନ୍ତି, ଆଉ ଗୋଟିଏ ସ୍ତରକୁ ଉଠନ୍ତି। ଏ କଥା ଗୁଡାକ ଯାହା କହିଲେ ଅଭିମନ୍ୟୁ ବାବୁ, ଅନ୍ୟ କେହି ପ୍ରାୟ ଏମିତି ଅଲୌକିକ କଥା ଦେଖି ନାହାନ୍ତି। ଯାହା ହଉ ସେ ଦେଖିଛନ୍ତି, ତୁମେ ମୁଁ ବି ଦେଖିପାରିବୁ। କିନ୍ତୁ ନିଜକୁ ଗୁରୁଙ୍କ ପାଖରେ ସମର୍ପିତ କରିବା, ସେଇଟା ସବୁଠୁ ବଡ କଥା। ତାଙ୍କର ଦେଖ ଜୀବନଟା କେମିତି ଗଲା, 4ଟା ଗୁରୁ କରିବାକୁ ପଡିଲା। 4ଟା ପ୍ରକୃତରେ ଯାହା କୁହାହଉଛି ସେଟା 3 ଗୁରୁ ହବାକୁ ହବ। ଯେହେତୁ 4ଟା ଗୁରୁ ଆମେ ପ୍ରେମିକ ଗୁରୁ ବୋଲି କହୁଛେ, ପ୍ରେମ ସାଧନାରେ କୌଣସି ଗୁରୁ ନଥାନ୍ତି ବୋଲି ଯାହାକୁ ଲେଖିଛନ୍ତି। ପ୍ରେମ ସାଧନାରେ କେହି ଗୁରୁ ହୁଅନ୍ତି ନାହିଁ, କାରଣ ପ୍ରେମ ସାଧନା କଣ ହୁଏ ନା, ସେ କେବେ ହେଲେ ସମ୍ପୂର୍ଣ୍ଣ ହୁଏ ନା। ପ୍ରେମ ସାଧନା କେବେ ପୂର୍ଣ୍ଣାଙ୍ଗ ଲାଭ କରାଯାଏ ନା। এই କାରଣରୁ ଗୁରୁ ତାଙ୍କର ପ୍ରେମ ସାଧନାର ଗୁରୁ କେହି ହୁଅନ୍ତି ନାହିଁ। ବର୍ମନ ଥିବ କି ନାହିଁ କେଜାଣି। ଯାହା ହଉ 4 ଗୁରୁ ବୋଲି ଆମେ କହୁଛେ କଥା, ଗୋଟେ ତାନ୍ତ୍ରିକ ଗୁରୁ। ତାନ୍ତ୍ରିକ ଗୁରୁ କଥାଟା ପ୍ରକୃତରେ ପାରମ୍ପରିକ ତାନ୍ତ୍ରିକ ଗୁରୁ ତାଙ୍କର ଥିଲେ ବାମଦେବ। ବାମଦେବ ପରେ ଆସିଲେ ସଚ୍ଚିଦାନନ୍ଦ ମହାରାଜ। ସଚ୍ଚିଦାନନ୍ଦ ମହାରାଜ ତାଙ୍କର ଦ୍ୱିତୀୟ ଗୁରୁ ହେଲେ, ବା ପ୍ରଥମ ଗୁରୁ, ତାନ୍ତ୍ରିକ ଗୁରୁ। ତାନ୍ତ୍ରିକ ଗୁରୁ ନାହିଁ, ତାଙ୍କର ଗୁରୁ ଜ୍ଞାନୀ ଗୁରୁ ହେଲେ। କିନ୍ତୁ ତେଣୁ ସେ ପ୍ରଥମେ ଗୁରୁ ଗ୍ରହଣ, ତାନ୍ତ୍ରିକ ଗୁରୁ ପ୍ରଥମଟା ତାନ୍ତ୍ରିକ ଗୁରୁ ବାମଦେବ, ଦ୍ୱିତୀୟ ଭାବରେ ସଚ୍ଚିଦାନନ୍ଦ ମହାରାଜ, ତୃତୀୟ ଗୁରୁ ତାଙ୍କର ସୁମେର ଦାସ। ସୁମେର ଦାସ ମଧ୍ୟ ସେ ଠାକୁର କିନ୍ତୁ କାହାରିକୁ ଗୁରୁ ବୋଲି ମାନି ନାହାନ୍ତି। ଠିକ ସେ କହନ୍ତି ଯେ ମୋର ଜ୍ଞାନୀ ଗୁରୁ ହିଁ ଗୁରୁ,
कारण ज्ञानी गुरु द्वारा ज्ञान लाभ हुए से आ कुछ मिले आउ ज्ञान लाभ हो गले मनुष्यर समस्त वासना इच्छा पूर्ण हो जाए। आज टीवी कथा शुणी जो से ठीक नथिला कारण से प्रेम साधना कथा कहले तेणु प्रेम साधना भाव साधना कथा कहवा उचित संपूर्ण करने को कौन सी रहस्य को जहा हो से कहना किंतु आम परिपूर्ण करने साधन रहस्यटा भाव साधना को धरवा पड़ो। भाव साधना माध्यम मनुष्यर रहस्य ज्ञान हुए। रहस्य ज्ञान माने कौन ये जो किए रहस्य तार आमर विश्वर रहस्य विश्वर मूलीभूत रहस्य पुणी विश्वर अंतराल रहस्य विश्वर बाहर भीतर दीट जाक रहस्य जानी हुए। कारण गोटे रहस्य ना भीतर रहस्य आ गोटे बाहर रहस्य ये दीट जाक रहस्य को न जानले संपूर्णता आसे। ठाकुर जी भगवान से कथा कहते संपूर्ण हवा पहले मनुष्य को ज्ञान प्रेम उभय साधना करने पड़े। प्रेम साधना तो नहीं प्रेम साधना सिद्धि नहीं प्रेम साधना सिद्धि नहीं प्रेम साधना जे नहीं नुहे अच्छी प्रेम साधना सिद्धि नहीं जहा हो गोटे तो ये कथा आलोचना बहुत विलंब हम तेणु मुझे संक्षेप करुँच पारिनी करी मो द्वारा हम ना जेहेतु मोर क्षमता ना मोर जय गुरु जय गुरु जय गुरु मो भविष्य केतवे कठिन जिनस प्रेम साधना भाव साधना या सहज कहीं कहीपर से दिन ज्योतिर्मयी देवी मत पचारे ज्योतिर्मयी देवी रोचे संबलपुर से पचारे कहले तो कभी जानी नहीं प्रेम साधना भाव साधना कथा से कहले प्रेम साधना कथा प्रेम साधना कथा मुझे जानवा चाहूँगी कहले आप भल कले जानवा चाहिए से तो बड़ दुर्लभ तत्व से जिन सहजरे कई कहीपर शुणिपारे कि जापारे तेणु से किंतु अच्छी सुखदेव महर्षि से साधना कर सुखदेव जी से साधना कर सुखदेव प्रेमिक गुरु से विषय लेखा प्रेमिक गुरु बही ठाकुर निगमानंद जहा हो दिने विषय आलोचना करवा उचित। जय